ମୁଁ କେବେ ମୋ ଶ୍ୱଶୁରଙ୍କୁ ଦେଖି ନାହିଁ, କିନ୍ତୁ ତାଙ୍କୁ ମୁଁ ଅନୁଭବ କରିଛି। ମୋତେ ଲାଗେ କି ସିଏ ମୋ ସହ ସବୁବେଳେ ଅଛନ୍ତି ବୋଲି। ମୋର ବାହାଘର ପୂର୍ବରୁ ବହୁତ ଆଶା ଥିଲା କି ମୋ ଶାଶୁ ଶ୍ୱଶୁରଙ୍କର ଗୋଟେ ଗେହ୍ଲା ବୋହୂ ହେବା ପାଇଁ, କିନ୍ତୁ କିଏ ଜାଣିଥିଲା ମୋର ସେ ସ୍ୱପ୍ନରେ ରହିଯିବ ବୋଲି। ହେଲେ ମୋ ଶ୍ୱଶୁରଙ୍କୁ ମୁଁ ଦେଖିପାରିଲିନି, ମୋ ଦୁର୍ଭାଗ୍ୟ। କିନ୍ତୁ ସେ ସବୁକୁ ଭୁଲି ମୁଁ ମାନେ କି ତାଙ୍କର ଗେହ୍ଲା ବୋହୂ ହେଇପାରିଛି। କାହିଁକି ନା କେଉଁମାନଙ୍କ ଭାଗ୍ୟରେ ଥାଏ କି ତାଙ୍କ ଶ୍ୱଶୁରଙ୍କର ଶ୍ରାଦ୍ଧ ଦେଇପାରନ୍ତି, ଆଉ କେଉଁମାନଙ୍କ ଭାଗ୍ୟରେ ନଥାଏ କି ତାଙ୍କ ଦେଇପାରନ୍ତିନି। କିଛି ବି ପ୍ରୋବ୍ଲେମ୍ ହେଇଥାଉ କି କିଛି ବି ଇଏ ବି ଅସୁବିଧା ହେଇଥାଉ, ସେଥିପାଇଁ ସେମାନେ ଦେଇପାରନ୍ତିନି। କିନ୍ତୁ ମୁଁ ଯେତେ ଦିନରୁ ବାହା ହେଇକି ଆସିଛି, ମୁଁ ସେତେ ଦିନରୁ ମୁଁ ଦେଇ ଆସିଛି କି ମୋ ଶ୍ୱଶୁରଙ୍କର ଶ୍ରାଦ୍ଧ। ମୁଁ ମାନେ କି ମୋ ଶ୍ୱଶୁରଙ୍କର ସେତିକି ଗେହ୍ଲି ବୋହୂ ହୁଏତ ତାଙ୍କ ପାଖରେ ମୁଁ ନ ହୋଇପାରେ, ମୁଁ ତ ତାଙ୍କୁ ଦେଖିପାରି ନ ପାରିଥାଏ, କିନ୍ତୁ ସିଏ ମୋତେ ଦେଖିଛନ୍ତି, ମୋତେ ଜାଣିପାରୁଥିବେ। ସେଥିପାଇଁ ବୋଧେ ମୁଁ ତାଙ୍କ ଶ୍ରାଦ୍ଧ ଦେଇଛି ଏବଂ ଦେଉଥିବି ମଧ୍ୟ ମୋ ଜୀବନ ଥିଲା ପର୍ଯ୍ୟନ୍ତ। ମୁଁ ସେଇଟାକୁ ବହୁତ ଗର୍ବ ଅନୁଭବ କରେ। ସେଥିପାଇଁ ମୁଁ ଭାବେ କି ମୋ ଶ୍ୱଶୁରଙ୍କର ସବୁଠୁ ଗେହ୍ଲି ବୋହୂ, ଆଉ ଏବେ ମୋ ଶାଶୁଙ୍କର ବି।